ପୂର୍ବରୁ ଲୋକମାନେ କହୁଥିଲେ ଡିଗ୍ରୀ ଥିଲେ ହିଁ ଲାଇଫ୍ ସେଟ୍, କିନ୍ତୁ ଆଜିକାଲି ଯେଉଁ ଡିଜିଟାଲ ୱାର୍ଲଡରେ ସିଚୁଏସନ୍ କମ୍ପ୍ଲିଟଲି ପୁରା ଚେଞ୍ଜ ହେଇଗଲାଣି। ଠିକ୍ ଅଛି, ଆଜି ଅନେକ ଲୋକ ଡିଗ୍ରୀ ଥିଲେ ମଧ୍ୟ ଜବ୍ ନାହିଁ ଏବଂ ଅନେକ ଲୋକ ଡିଗ୍ରୀ ଛାଡ଼ିକି ମଧ୍ୟ ସ୍କିଲ୍ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ସେ ଇନକମ୍ କରିପାରୁଛନ୍ତି। ତେବେ ପ୍ରଶ୍ନ ଆସୁଛି ଆଜି ଟାଇମ୍ରେ, ମାନେ ଆଜିକା ଟାଇମ୍ ଯେଉଁଟା ଅଛି, ଡିଗ୍ରୀ ଇମ୍ପୋର୍ଟାଣ୍ଟ ନା ସ୍କିଲ୍ ଇମ୍ପୋର୍ଟାଣ୍ଟ? ଆସନ୍ତୁ ଏହାର ରିଆଲିଟିକୁ ଆମେ କ୍ଲିଅର୍ ଭାବେ ବୁଝିବା। ନମସ୍ତେ। ପୂର୍ବରୁ ଡିଗ୍ରୀ କାହିଁକି ଇମ୍ପୋର୍ଟାଣ୍ଟ ଥିଲା? ପୂର୍ବରୁ ସୋସାଇଟିରେ ଗୋଟେ ମାଇଣ୍ଡସେଟ୍ ଲୋକଙ୍କର ଥିଲା ଯେ କି ଯେତେ ଯାହା ହେଲେ ବି ମାନେ ଭଲ ଡିଗ୍ରୀ ଯଦି ଆପଣ ମାନେ ଅଛି, ଆପଣଙ୍କର ଭଲ ଡିଗ୍ରୀ ଅଛି, ତାହେଲେ ଆପଣ ଗୋଟେ ଭଲ ମାନେ ଜବ୍ଟେ ମିଳିବା ସୁନିଶ୍ଚିତ। କିନ୍ତୁ ସେତେବେଳେ ଅପରଚୁନିଟି ବହୁତ ଯେହେତୁ ଲିମିଟେଡ୍ ଥିଲା, ତ ଲୋକଙ୍କର ସେହିପରି ଧାରଣା ଥିଲା। ଫର୍ ଏକ୍ଜାମ୍ପଲ୍, ଡକ୍ଟର, ଇଞ୍ଜିନିୟର, ଟିଚର, ଗଭର୍ଣ୍ଣମେଣ୍ଟ ଜବ୍, ଏହିସବୁ କ'ଣ ନା ଏସବୁ କିଛି ଫିଲ୍ଡ ମାତ୍ର ମାନେ ପପୁଲାର ଥିଲା। ଠିକ୍ ଅଛି, ତେଣୁ ଲୋକମାନେ ବିଲିଭ୍ କରୁଥିଲେ ଯେ କି ନା ଆମକୁ ଡିଗ୍ରୀ ହିଁ ନିହାତି ଦରକାର, ଯାହାଫଳରେ ଡିଗ୍ରୀ ଥିଲେ ହିଁ ଆମେ ଏସବୁ ମାନେ ଆଚିଭ୍ କରିପାରିବା। ଆମର ଡିଗ୍ରୀ ରହିଲେ ହିଁ ଆମେ ସକ୍ସେସ୍ ହେବା, ଯେ ଡକ୍ଟର ବା ଇଞ୍ଜିନିୟର, ଟିଚର, ଗଭର୍ଣ୍ଣମେଣ୍ଟ ଜବ୍, ଏସବୁ ଡିଗ୍ରୀ ଥିଲେ ଏସବୁ ଆମେ ଜବ୍ ପାଇପାରିବା ବା ଆମ ନିଜ ଲାଇଫ୍ରେ ସକ୍ସେସ୍ ହେଇପାରିବା। ତ ଏବେ କ'ଣ ହୁଏ ନା ଗାଇଜ୍, ମାନେ ଏବେ ପ୍ୟାରେଣ୍ଟସ୍ ମାନେ ବି ମଧ୍ୟ ଚାହୁଁଥିଲେ କି ତାଙ୍କ ପିଲାମାନେ ଡିଗ୍ରୀ କମ୍ପ୍ଲିଟ୍ କରନ୍ତୁ, କିନ୍ତୁ ସମୟ ସହିତ ୱାର୍ଲଡ ମାନେ ସବୁ ଜିନିଷ ଚେଞ୍ଜ ବି ହେଇଗଲାଣି। ଡିଜିଟାଲ ୱାର୍ଲଡରେ କ'ଣ ଚେଞ୍ଜ ନା, ଆଜିକା ଟାଇମ୍ରେ ଯେଉଁମାନେ ଇଣ୍ଟରନେଟ୍ ଓ ଡିଜିଟାଲ ଟେକ୍ନୋଲୋଜି ଯାହା ବି ଜାଣିଛନ୍ତି, ତ ସେସବୁ ସମସ୍ତେ ସେହି ଜିନିଷକୁ ନେଇ ନିଜକୁ ନେଇ ଚେଞ୍ଜ କରିଦେଉଛନ୍ତି। ଦେଖନ୍ତୁ, ଆଜି ଆପଣ ମୋବାଇଲ ଦ୍ୱାରା ଅନଲାଇନ୍ ବିଜନେସ୍ କରିପାରୁଛନ୍ତି, କିନ୍ତୁ କଣ୍ଟେଣ୍ଟ କ୍ରିଏଟର ବି ଆପଣ ଆରାମସେ କରିପାରିବେ ଏହି ମୋବାଇଲ ଥ୍ରୁରୁ। ଠିକ୍ ଅଛି, ତା ସହିତ ଫ୍ରିଲାନ୍ସିଂ ବି ଆପଣ କରିପାରିବେ। ମାନେ ଡିଜିଟାଲ ମାର୍କେଟିଂ କରିପାରିବେ, ମାନେ ଯେହେତୁ ଏଇଟା ଆମ ଡିଜିଟାଲ ୱାର୍ଲଡ ହେଲା, ଡିଜିଟାଲର ଯାହା ଯାହା ଆପଣଙ୍କର ସ୍କିଲ୍ ଅଛି, ତ ଯାହା ଯାହା ବିଜନେସ୍ ଅଛି, ସେଗୁଡ଼ା ହିଁ ଆପଣ ମୋବାଇଲ ଥ୍ରୁରୁ କରିପାରିବେ। ଠିକ୍ ଅଛି, ଯେମିତି ଗ୍ରାଫିକ୍ ଡିଜାଇନ୍ ବି ହଉ। ତ ଏହିସବୁ ଗୋଟେ କ'ଣ ଡିଗ୍ରୀର କିଛି ମାନେ ଭ୍ୟାଲୁ, ଏଥିରେ କ'ଣ କହିଲେ ସ୍କିଲ୍ ହିଁ ଇମ୍ପୋର୍ଟାଣ୍ଟ। ଆପଣ ଯେତେ ଡିଗ୍ରୀ ପାଆନ୍ତୁ ନା କାହିଁକି, ସ୍କିଲ୍ ଯଦି ଶିଖିଲେ ଠିକ୍। ଯଦି ଗୋଟେ ମ୍ୟାଟ୍ରିକ୍ ପିଲା ବି, ସେ ବି ଚାହିଁଲେ କଣ୍ଟେଣ୍ଟ କ୍ରିଏସନ୍, ଡିଜିଟାଲ ମାର୍କେଟିଂ, ଗ୍ରାଫିକ୍ ଡିଜାଇନ୍, ଫ୍ରିଲାନ୍ସ ସବୁ ଜିନିଷ କରିବେ। ଗୋଟେ ଗ୍ରାଜୁଏସନ୍ ପିଲା ବି କରିପାରିବେ। ତ ଏଥିରେ ଡିଗ୍ରୀର ମାଇନେ ରହୁଛି, ଏଥିରେ ମାଇନେ ରହୁଛି ସ୍କିଲ୍ର। ତ କାରଣ ମାନେ ଏସବୁ କାମରେ କ'ଣ କଲେ, ଡିଗ୍ରୀ ତୁଳନାରେ ସ୍କିଲ୍ଟା ହିଁ ବହୁତ ଇମ୍ପୋର୍ଟାଣ୍ଟ ରହିଲା। କାରଣ ମାନେ କମ୍ପାନୀ ଆଉ କ୍ଲାଏଣ୍ଟ ଏବେ ଜିନିଷ ଦେଖୁଛନ୍ତି। ଠିକ୍ ଅଛି, ତ ଆପଣ କ'ଣ କରିପାରିବେ ନା, ରିଏଲ୍ ଏକ୍ଜାମ୍ ହେଉଛି, ଧର 2 ଜଣ ଲୋକ ଅଛନ୍ତି। ପ୍ରଥମ ଲୋକ, ତାଙ୍କ ପାଖରେ ଡିଗ୍ରୀ ଅଛି କିନ୍ତୁ ପ୍ରାକ୍ଟିକାଲ ସ୍କିଲ୍ ନାହିଁ, କିନ୍ତୁ ଦ୍ୱିତୀୟ ଲୋକ ଯିଏ ରହୁଛନ୍ତି, ତାଙ୍କ ପାଖରେ ସ୍କିଲ୍ ଅଛି କିନ୍ତୁ ମାନେ ଡିଗ୍ରୀଟା ବହୁତ ଅଳ୍ପ ଅଛି ହେଲା। ହେଲେ ଦେଖନ୍ତୁ, ମାନେ ଡିଗ୍ରୀଟା ଯଦି ନଥାଇ ପାରିଲେ ବି, ଯଦି ସେ ଗ୍ରାଫିକ୍ ଡିଜାଇନ୍ ହେଲା, ଭିଡ଼ିଓ ଏଡ଼ିଟିଂ ହେଲା, ଡିଜିଟାଲ ମାର୍କେଟିଂ ସେ ଯଦି ଜାଣିପାରିଲେ, ତ ସେ କ'ଣ ମାନେ କମ୍ପାନୀ ତାଙ୍କୁ ନିଶ୍ଚୟ ମାନେ କ'ଣ କହିଲେ, ମାନେ ତାଙ୍କୁ ଜବ୍ରେ ରଖିବେ, ତାଙ୍କୁ ଚଏସ୍ ବି କରିବେ ନା ଏଇ ଲୋକଟା କିଛି ଜିନିଷ ସେ ଜାଣିଛନ୍ତି। ଗ୍ରାଫିକ୍ ଡିଜାଇନ୍ ହଉ, ଭିଡ଼ିଓ ଏଡ଼ିଟିଂ ହଉ, ସବୁ ଜିନିଷ ଡିଜିଟାଲ ମାନେ ମାର୍କେଟିଂ ସେ ଜାଣିଛନ୍ତି, ତ ତାଙ୍କୁ ସେ ଫାର୍ଷ୍ଟ ସିଲେକ୍ସନ୍ କରିବେ। ତ ଯିଏ ସ୍କିଲ୍ ଜାଣିଲା ଗାଇଜ୍, ସେ କମ୍ପାନୀକୁ ରେଜଲ୍ଟ, ମାନେ ଗୋଟେ କମ୍ପାନୀ କ'ଣ ଚାହେଁ ନା, ଆମର ରେଜଲ୍ଟ ହିଁ ଦରକାର। ଯଦି ଅବଭିୟସଲି ସେ ଯଦି ସ୍କିଲ୍ ଜାଣିଲା, ସେ କମ୍ପାନୀକୁ ରେଜଲ୍ଟ ଦରକାର ଦେବ। କିନ୍ତୁ କମ୍ପାନୀର କ'ଣ ସାର୍ଟିଫିକେଟ୍, କ'ଣ ସେଠି ଭ୍ୟାଲ୍ୟୁ ଆସିଲା କି? ସାର୍ଟିଫିକେଟ୍ ମ୍ୟାଟର୍ କଲା, ସେଠି ଆପଣ କ'ଣ ମ୍ୟାଟର୍ ନା, ସ୍କିଲ୍ ମ୍ୟାଟର୍ କଲା। ସ୍କିଲ୍ ଯେହେତୁ ଜାଣିଛନ୍ତି, ତାହେଲେ ଆମର କମ୍ପାନୀର କାମ ୱାର୍କ ବି କରିପାରିବେ, ତାର ରେଜଲ୍ଟ ବି ଭଲ ଆଣିପାରିବେ ସେ। ଦେଖନ୍ତୁ, ଆଉ ଗୋଟେ ଜିନିଷ ରହିଲା ହାଉସ୍ ୱାଇଫ୍ ମାନଙ୍କ ପାଇଁ, ସେ ଗୋଟେ ବଡ଼ ଅପରଚ୍ୟୁନିଟି ରହିଲା। କ'ଣ କହିଲେ ନା, ଆଜିକାଲି ଯେଉଁ ଡିଜିଟାଲ ୱାର୍ଲଡରେ ଘରେ ଥିବା ହାଉସ୍ ୱାଇଫ୍ ମାନେ ବହୁତ ସାରା ଅପରଚ୍ୟୁନିଟି ବି ସେ ପାଇପାରୁଛନ୍ତି। ଯେମିତି ମୋବାଇଲ ଦ୍ୱାରା ଡିଜିଟାଲ ସ୍କିଲ୍ ଶିଖିପାରୁଛନ୍ତି, ଅନଲାଇନ୍ ୱାର୍କ ମଧ୍ୟ ସେ କରିପାରୁଛନ୍ତି। ଠିକ୍ ଅଛି, କିନ୍ତୁ ଘରେ ବସିକି ଇନକମ୍ କରିପାରିବେ, ସେଟା ତାଙ୍କ ପାଇଁ ଇମ୍ପସିବଲ୍ ଥିଲା ଆଗରୁ, କିନ୍ତୁ ଏବେ କ'ଣ ପସିବଲ୍ ହେଇଗଲାଣି। କାହିଁକି ନା, ଏଥିପାଇଁ ଆପଣ କୌଣସି ଡିଗ୍ରୀର ବି ଦରକାର ହେଉନି, କି ସେ ଘରୁ ବାହାରକୁ ବି ଯିବାର କିଛି ଦରକାର ନୁହେଁ। ଠିକ୍ ଅଛି, ତ ସେଇଟା ହେଲା କଥା। ମାନେ ବାହାରକୁ ଯାଏ ମାନେ ଗୋଟେ ରାଇଟ୍ ସ୍କିଲ୍ ରହିଲା ମାନେ, ସେ ଅଟୋମେଟିକ୍ ରାଇଟ୍ ଗାଇଡେନ୍ସ, ରାଇଟ୍ ସ୍କିଲ୍ ଆଉ କନସିଷ୍ଟେନ୍ସି ମ୍ୟାଟର୍ କଲା ମାନେ, ସେ ଘରେ ରହିକି ଅନଲାଇନ୍ରେ ବହୁତ ଭଲ ଅର୍ଣ୍ଣିଂ ବି କରିପାରୁଛି, ତାକୁ ବାହାରକୁ ବି ଯିବାକୁ ପଡ଼ିଲାନି। ତ ଏଇଟା ଗୋଟେ ହାଉସ୍ ୱାଇଫ୍ ମାନେ ଗୋଟେ ବେଷ୍ଟ ଅପରଚ୍ୟୁନିଟି କହିଲେ ଚଳେ।
ଆଉ ଗୋଟେ ଜିନିଷ ରହିଲା ସକ୍ସେସ୍ ଫର୍ମୁଲା। ସକ୍ସେସ୍ ଫର୍ମୁଲା ଆଜିକା ଡେଟ୍ରେ ସକ୍ସେସ୍ ଫର୍ମୁଲା ହେଉଛି ମାନେ ସକ୍ସେସ୍ ପାଇଁ ଫର୍ମୁଲା ନିଜକୁ ବି ଚେଞ୍ଜ ହୋଇଯାଏ। କିପରି ଦେଖନ୍ତୁ, ପୂର୍ବରୁ ଫର୍ମୁଲା କ'ଣ ଥିଲା ନା ଡିଗ୍ରୀ ନିହାତି ଦରକାର, ଜବ୍ ଦରକାର, ତାହେଲେ ହିଁ ଆପଣ ବହୁତ ଭଲ ଇନକମ୍ କରିପାରିବେ। କିନ୍ତୁ ଆଜିର ଫର୍ମୁଲା ହେଉଛି କ'ଣ ନା ସ୍କିଲ୍ ନିହାତି ରହିବା ଦରକାର, ଭ୍ୟାଲ୍ୟୁ ରହିବା ଦରକାର, ତାହେଲେ ଆପଣ ଇନକମ୍ କରିପାରିବେ। ଆପଣ ଯେତେ ଭ୍ୟାଲ୍ୟୁ କ୍ରିଏଟ୍ କରିବେ ତ ଆପଣଙ୍କର ଇନକମ୍ ଗ୍ରୋଥ୍ ସେତେ ହିଁ ଭଲ ହେବ। ଠିକ୍ ଅଛି। ତ ଗାଇଜ୍ ମାନେ ସେଥିପାଇଁ ଆପଣ ଡିଗ୍ରୀ ମାନେ ବହୁତ ଜଣ ଭାବରେ ଡିଗ୍ରୀ ନାହିଁ ଆମେ କିଛି କରିପାରିବୁନି ଘରେ, ନା, ଡିଗ୍ରୀ ନଥିଲେ ବି ଆପଣ ବହୁତ ଭଲ ଅର୍ଣ୍ଣିଂ କରିପାରିବେ। ମାନେ ଡିଗ୍ରୀଟା ହିଁ ଇମ୍ପୋର୍ଟାଣ୍ଟ ନୁହେଁ, ଏଠି ହେଉଛି ଆପଣଙ୍କ ସ୍କିଲ୍ ଇମ୍ପୋର୍ଟାଣ୍ଟ। ଅଳ୍ପ ଟିକେ ଯଦି ଶିକ୍ଷିତ ଥାଆନ୍ତି ନା, ଆପଣ ଭିଡ଼ିଓ ଏଡ଼ିଟିଂ ହେଲା, ଗ୍ରାଫିକ୍ ଡିଜାଇନ୍ ହେଲା, କଣ୍ଟେଣ୍ଟ କ୍ରିଏସନ୍ ହେଲା, ଆରାମସେ ଶିଖିପାରିବେ, ତା ସହିତ ବହୁତ ଭଲ ଅର୍ଣ୍ଣିଂ ବି କରିପାରିବେ। ଆଜିର ଡିଜିଟାଲ୍ ୱାର୍ଲଡରେ ଡିଗ୍ରୀ ଠାରୁ ସ୍କିଲ୍ ଅଧିକ ପାୱାରଫୁଲ୍। ଯଦି ଆପଣ ବି ନିଜର ଫ୍ୟୁଚରକୁ ସିକ୍ୟୁର କରିବା ପାଇଁ ଚାହୁଁଛନ୍ତି, ତେବେ ତାହେଲେ ଗୋଟେ ଡିଜିଟାଲ୍ ସ୍କିଲ୍ ନିହାତି ଶିଖନ୍ତୁ, ଯେଉଁଥିରେ କି ଆପଣ ନିଜ ଲାଇଫ୍କୁ ଆପଣ ନିଜେ ଚେଞ୍ଜ କରିପାରିବେ। ଠିକ୍ ଅଛି। ଆଚ୍ଛା, ଆଉ ଗୋଟେ ଜିନିଷ କହିଲେ ସ୍କିଲ୍ ଆପଣଙ୍କୁ କ'ଣ କହିଲେ ଦେଖିବେ ଫ୍ରିଡ଼ମ୍ ଦେଇପାରେ। ଠିକ୍ ଅଛି। କିନ୍ତୁ ମାନେ ଡିଗ୍ରୀଟା କ'ଣ ହେଲା ଆପଣଙ୍କୁ ସମୟ ଅନୁସାରେ ହିଁ ଆମ ସେ ଜବ୍ ଖୋଜିବାକୁ ପଡ଼େ, ସମୟ ଅନୁସାରେ ଆପଣ ପାଇବେ, କିନ୍ତୁ ସ୍କିଲ୍ର କୌଣସି ଏଜ୍ ଲିମିଟ୍ ନଥାଏ। ଠିକ୍ ଅଛି। ତ ଯେତେବେଳେ ଆପଣ ଚାହିଁବେ ତାହା କରିପାରିବେ। ଯଦି ଆପଣ ବି ମଧ୍ୟ ମୋବାଇଲ ଦ୍ୱାରା ଡିଜିଟାଲ୍ ସ୍କିଲ୍ ଶିଖି ଅନଲାଇନ୍ ଇନକମ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ବି ଲେଖିଦିଅନ୍ତୁ କି ଆପଣ ବି ନିଜେ ଚାହୁଁଛନ୍ତି ସ୍କିଲ୍ ଶିଖିବା ପାଇଁ, ବା ଖାଲି ସ୍କିଲ୍ ବି ଟାଇପ୍ କରିଦିଅନ୍ତୁ। ଓକେ, ରହିଲି, ଧନ୍ୟବାଦ।